जय गुरु परमानंद गुरुदेव पूज्य परिचालक एवं उपस्थित समस्त भाई माँ समस्त को जय गुरु आज पूजार द्वितीय निर्देशन आरंभ कर साउंड आ रहा है टाइटल चेंज करना गगन भाई साधारण निमंत्रण कर भाई आज सभापति आसन में ग्रहण कर पूजा को सफल जय गुरु जय गुरु तू ये करता है फोटो किसका निकल तू ये देख मैं फोटो ऐसे मतलब उधर करके छोड़ना निगम उपदेश गुण प्रकाश शक्ति हो ठाकुर जोड़ा गोटे निगमानंद स्थल शत शत निगमानंद हो जाए अर्थ गुण शक्ति तुम भीतर केमती समस्त भीतर प्रकाशित हो तुम ठाकुर कहले तुम्हें मोर प्रकाश शक्ति हो जीव जगतर कहीं मंगल है समस्त अंतर से अलौकिक इंगित प्रेरणा जगह नहीं महापुरुष माने ही केवल जगत गुरुंकर सही मंगलमय इंगित बुझा सक्षम मो सद्गुरु जगत गुरुंकर मंगलमय इच्छा मो अंतर लीलायित तुम्हें माने सही लीला पुष्टिर सहायक तो आम साहय सेवक ठाकुर हेले जगत गुरु आम साहय तो मुख्य साहय परिचालक मुख्य सेवक तो परिचालक निर्देश आम ठाकुर सेवा करवा साहय हिसाब से सेवा कर मो अंतर जो सत्य प्रतिभात होती तुम्हें मैंने बाहर रूप दियो मु तुम ठारो अन्य किसी आशा करूना तेरे आमर कर्तव्य लक्ष्य है कौन ठाकुर इच्छा को कार्यकारी से ठाकुर आमको आने आम थोड़े कौन ठाकुर पाखे आम ठाकुर सन्तान किंतु जेहेतु ठाकुर जगत को आसती किसी गोटे विशेष परिवर्तन करने युग परिवर्तन जेहतु हवाक जाऊँगी तेणु परिवर्तन आभास नहीं ठाकुर जी आभास
ଯୁଗଟା ପରିବର୍ତ୍ତନ ହେବ। ତେଣୁକରି ସେଥିପାଇଁ ଯେଉଁ କର୍ମ ମୁଁ କରିବାକୁ ଆସିଛି ତୁମେ ମୋର ସାହାଯ୍ୟ କରି। ମୁଁ ତୁମମାନଙ୍କ ଠାରୁ ଅନ୍ୟ କିଛି ଆଶା କରୁନାହିଁ। ତୁମେମାନେ ମୋର ପ୍ରକାଶ ଶକ୍ତି ହୁଅ। ମୋ ଇଚ୍ଛାଟା ତମ ଭିତରେ ପ୍ରତିଫଳିତ। ବର୍ଷ ଶେଷ ହୋଇଛି, ପୁଣି ନବବର୍ଷ ଆସିବ। ଅପ୍ରମତ୍ତ ହୋଇ ତୁମେମାନେ ମୋ ଆଦର୍ଶକୁ ରୂପ ଦେବାକୁ ଚେଷ୍ଟା କର। ମୁଁ ତୁମମାନଙ୍କୁ ଯେଉଁ ସବୁ ଉପଦେଶ ଦେଇଛି ତା ଅପେକ୍ଷା ମୂଲ୍ୟବାନ ଉପଦେଶ ଆଉ କିଛି ନାହିଁ। ବର୍ତ୍ତମାନ ସେହି ଉପଦେଶ ଗୁଡ଼ିକୁ ନିଷ୍ଠାର ସହିତ ପାଳନ କର। ହୋ ହା ଗୋଳମାଳ ବା ଆଡ଼ମ୍ବରକୁ ମୁଁ ସୁଖ ପାଏ ନାହିଁ। ସୁତରାଂ ମୁଁ ଯାହା ସୁଖ ନ ପାଏ ସେଥିପ୍ରତି ତୁମମାନଙ୍କର ଅପ୍ରବୃତ୍ତି ହେବା ଉତ୍ତମ। ତୁମେମାନେ କ୍ରମେ କ୍ରମେ ଆତ୍ମଗଠନ କର। ନିଜକୁ ଜାଣ ନିଜେ କିଏ ସେ। ତୁମର ଆତ୍ମାକୁ ତୁମେ ଚିହ୍ନ। ତୁମେ ଦେହକୁ ଚିହ୍ନିଛ, ତମ ମନକୁ ଚିହ୍ନିଛ, ପ୍ରାଣକୁ ଜାଣିଛ, କିନ୍ତୁ ଆତ୍ମାକୁ ଜାଣିନ। ଆତ୍ମା ହିଁ ତୁମର ସ୍ୱରୂପ ଶକ୍ତି। ସେଇ ତୁମେ ଆତ୍ମସ୍ଥ ହୁଅ, ଆତ୍ମଗଠନ କର, ଅର୍ଥାତ୍ ନିଜକୁ ଜାଣ। ଦେଖିବ ତୁମମାନଙ୍କୁ କିଏ ଅନୁସରଣ କରୁଛି କି ନାହିଁ, ସେଥିଲାଗି ତୁମମାନଙ୍କୁ ଭାବିବାକୁ ପଡ଼ିବ ନାହିଁ। ତୁମେମାନେ ଗୌରାଙ୍ଗଦେବଙ୍କର ପଥରେ ଅର୍ଥାତ୍ ଭକ୍ତି ପଥରେ ଶଙ୍କରଙ୍କର ମତ ଅନୁରୂପ ଜ୍ଞାନ ଲାଭ କରି ଆଦର୍ଶ ମନୁଷ୍ୟ ହୁଅ। ତେଣୁ ଜ୍ଞାନ ଲାଭ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଜ୍ଞାନ ଲାଭର ଯେଉଁ ତରିକା ବା ଉପାୟଟା ହେଉଛି ଗୌରାଙ୍ଗ ମହାପ୍ରଭୁ ଯେଉଁ ଭକ୍ତି ପଥ ପ୍ରଦର୍ଶନ କରିଛନ୍ତି, ଭକ୍ତି ପଥରେ ଜ୍ଞାନ ଲାଭ ଅର୍ଥାତ୍ ସେବା ପଥରେ ଠାକୁରଙ୍କର ସେବା କଲେ ଠାକୁର ସନ୍ତୁଷ୍ଟ ହେବେ, ତାଦ୍ୱାରା ପରାଜିତ ଲାଭ ହେବ। ମୋର ଆଶୀର୍ବାଦ ତୁମମାନଙ୍କର ଧ୍ୟାନର ବସ୍ତୁ ହେବ। ଜଗତ ନିମିତ୍ତ ତୁମମାନଙ୍କର ଜୀବନ, ଆମର ଜୀବନ ଆମ ପାଇଁ ନୁହେଁ, ବ୍ୟକ୍ତି ପାଇଁ ନୁହେଁ, ଆମର ଜୀବନ ହେଉଛି ସମଷ୍ଟି ପାଇଁ। ଆମେ ଜନ୍ମ ହୋଇଛୁ କେବଳ ନିଜର ଉନ୍ନତି ପାଇଁ ନୁହେଁ, ସମଗ୍ର ବିଶ୍ୱର ଉନ୍ନତି ପାଇଁ ଆମେ ସୃଷ୍ଟି ହୋଇଛୁ। ତେଣୁ ଆମର ଲକ୍ଷ୍ୟ ହେବ କେମିତି ଜଗତର ଉପକାର ହେବ, ଜଗତର ମଙ୍ଗଳ ହେବ, ଜଗତର ସେବା କେମିତି ଆମେ କରିବା, ସେ ଆମେ ରହିବା। ତୁମେମାନେ ଜଗତରେ ମନୁଷ୍ୟତ୍ୱର ଆଦର୍ଶ ପ୍ରତିଷ୍ଠା କର। ଭଗବତ ସ୍ୱରୂପ ଲାଭ କରିବାକୁ ହେଲେ ଭଗବାନଙ୍କର ଜଗତ ସେବାର ଆଦର୍ଶ ସାଧକଙ୍କର ଲକ୍ଷ୍ୟ ହେବା ଉଚିତ। ଭଗବତ ସାରୂପ୍ୟ ହେଉଛି ଆମର ସ୍ୱରୂପ। ଆମେ ଭଗବାନ ଠାକୁର କହୁଛନ୍ତି, ଠାକୁର କହୁ ତୁମେ ଭଗବାନ। ଯେଦିନ ନିଜ ସ୍ୱରୂପ ଜାଣ, କରିବ ଭକ୍ତିରେ ମୋ ସେବା, ଅବଗାହିବ ତତ୍ତ୍ୱ, ସେଦିନ ଫୁଟି ଉଠିବ ସଦଗୁରୁଙ୍କ ଭକ୍ତ। ତତ୍ତ୍ୱ ଜାଣିଲେ ଫୁଟେ ଭାଙ୍ଗି ଭବ ସାଗରୁ ତରି ଯାଆନ୍ତି। ତତ୍ତ୍ୱ କଲେ ଜ୍ଞାନ। ଜ୍ଞାନ ଆମର ଅଛି ଅନ୍ଧକାର ଭିତରେ ଆମେ ଅଛୁ, ନିଜକୁ ଜାଣିପାରୁନୁ, ଜଗତକୁ ଜାଣିପାରୁନୁ, କାହିଁକି ଜଗତକୁ ଆସିବୁ ତାହା ମଧ୍ୟ ଜାଣିପାରୁନା। ଆମେ ସମ୍ପୂର୍ଣ୍ଣ ଅଜ୍ଞାନ ଅନ୍ଧକାର ଭିତରେ ଜୀବନ ଅତିବାହିତ ଜୀବନ ତରି ବଞ୍ଚାଇଛୁ। ତେଣୁ ଠାକୁର କହୁଛନ୍ତି ତୁମେ ଆଗ ଆତ୍ମଗଠନ କର, ନିଜକୁ ଜାଣ ତୁମେ କିଏ। ପରିବାରର ଆଦର୍ଶ ଗ୍ରାମର ଆଦର୍ଶ ମହାଦେଶରେ ଶେଷରେ ସମଗ୍ର ଜଗତରେ ଦିନେ ତାହା ବ୍ୟକ୍ତ ହୋଇଯିବ। ତେଣୁ ଆଗ ଆତ୍ମଗଠନ ହେବା କୌଣସି ପରିବାର ହେଲା ପ୍ରଥମ ସ୍ତର। ନିଜେ ଆତ୍ମଗଠନ କରିବ, ପରିବାରକୁ ଆଦର୍ଶ କରିବ। ସେଟା ଆଦର୍ଶ ପରିବାର ବା ଆଦର୍ଶ ଗୃହସ୍ଥ। ଯେଉଁ ପରିବାରରେ କେବଳ ଭଗବାନଙ୍କୁ ନେଇକି ତାଙ୍କ ଉଦ୍ଦେଶ୍ୟ ନେଇକି ସଂସାର କରନ୍ତି, ସେଟା ହେଲା ଆଦର୍ଶ ସଂସାର। ଯେଉଁମାନେ ନିଜର ଉଦ୍ଦେଶ୍ୟ ଇଚ୍ଛାକୁ ପୂରଣ ପାଇଁ ସଂସାର କରନ୍ତି, ସେମାନେ ଅନାଦର୍ଶ ସଂସାରୀ ଏବଂ ବନ୍ଧନଗ୍ରସ୍ତ ହୋଇ ମୃତ୍ୟୁ ପରେ। ସଂସାର କରିକି ସଂସାର
ଆଉ ଗୋଟେ କଣ୍ଟା ଦ୍ୱାରା କାଢ଼ିବାକୁ ଅନାଦର୍ଶର କଣ୍ଟା ବିଦ ହେଇଛି, ଆଦର୍ଶର କଣ୍ଟା ସାହାଯ୍ୟରେ ଆମେ ଉନ୍ମୁକ୍ତ ହୋଇକରି ଠାକୁରଙ୍କ ରାଜ୍ୟରେ ପ୍ରବେଶ କରିବା। ଭଗବତ ତୁମମାନେ ପ୍ରଥମେ ମୋ ଆଦର୍ଶକୁ ନିଜ ପରିବାରରେ ରୂପ ପ୍ରଦାନ କର। ପରିବାରର ଆଦର୍ଶ ଗ୍ରାମରେ, ଗ୍ରାମର ଆଦର୍ଶ ଦେଶରେ, ଦେଶର ଆଦର୍ଶ ମହାଦେଶରେ, ଶେଷରେ ସମଗ୍ର ଜଗତରେ ଦିନେ ତାହା ବ୍ୟକ୍ତ ହୋଇଯିବ। ମୋ ଆଦର୍ଶକୁ ରୂପ ଦେବା ହିଁ ତୁମମାନଙ୍କର ସାଧନା। ତୁମ ଜୀବନର ଅନ୍ୟ କିଛି ସାଧନା ନାହିଁ। ତମ ପାଇଁ ସାଧନା ସବୁ ଠାକୁର କହିଲେ ମୁଁ କରିଛି, ତମ ପାଇଁ ସାଧନା ମୁଁ କରିଛି, ତମକୁ ସ୍ୱତନ୍ତ୍ର ସାଧନା କିଛି କରିବାକୁ ପଡ଼ିବ ନାହିଁ। କେବଳ ଆଦର୍ଶ ରକ୍ଷା କର। ଜଗତରୁ ଆଦର୍ଶ ଉଠି ଯାଇଛି, ସନାତନ ଧର୍ମ ବିପର୍ଯ୍ୟସ୍ତ ହେଇଛି, ତେଣୁ ସମଗ୍ର ଜଗତ, ସମାଜ, ରାଷ୍ଟ୍ର ଅନାଦର୍ଶ ହେଇଯାଇଛି। ତେଣୁ ତୁମେ ଆଦର୍ଶ ହୁଅ। ମୋ ଆଦର୍ଶକୁ ରୂପ ଦେବା ହିଁ ତୁମମାନଙ୍କର ସାଧନା। ମୁକ୍ତି ନିମିତ୍ତ ତୁମମାନଙ୍କର ଚିନ୍ତା ନାହିଁ। ମୁକ୍ତି ନିମିତ୍ତ ସମସ୍ତେ ଚାହାନ୍ତି କ'ଣ ନା ଧର୍ମ, ଅର୍ଥ, କାମ, ମୋକ୍ଷ ବା ମୁକ୍ତି। ଯେ ଜୀବନର ହେଲା ଚତୁର୍ବର୍ଗ ବା ଚାରିଟା ଆସ୍ପେକ୍ଟ, ଯେଉଁଟା କି ସମସ୍ତେ ସେଥିପାଇଁ ଲକ୍ଷ୍ୟ ଥାଏ କେମିତି ଜଗତରୁ ମୁକ୍ତି ଲାଭ କରୁ। ଧର୍ମ, ଅର୍ଥ, କାମନା ବାସନା ସବୁ ନିଜର ଫୁଲଫିଲ୍ କରି ସେ ସବୁ ମୁକ୍ତ ହେବ। ଠାକୁର କହୁଛନ୍ତି ତୁମେ ତ ସମସ୍ତେ ମୁକ୍ତ। ମୁକ୍ତ ହବ କ'ଣ? ମୁକ୍ତି ତୁମର ଦାସୀ। ତୁମେ ମୁକ୍ତିକୁ ତୁଚ୍ଛ କରି ମୋ ପାଇଁ ତୁମେ ଆସିଛ। ତୁମେ ମୁକ୍ତ ରାଜ୍ୟର ଥିଲ। ତୁମର ସ୍ୱରୂପ ହେଉଛି ମୁକ୍ତ। ତୁମେ ନିତ୍ୟ ସିଦ୍ଧ। ସେ ଜଗତରେ ତୁମେ ଥିଲ। ମୁଁ ତୁମକୁ ଆକର୍ଷଣ କରି ଆଣିଛି ଜଗତ ମୋ କାର୍ଯ୍ୟ ଉପଲକ୍ଷେ। ତେଣୁ ତୁମେ ମୁକ୍ତିକୁ ତୁମମାନଙ୍କର ସେଥିପାଇଁ ଚିନ୍ତା ନାହିଁ। ତୁମେମାନେ ମୋ କର୍ମ କରିବାରେ ଅବଶେଷରେ ମୁଁ ତୁମମାନଙ୍କର ସମସ୍ତ ଭାର ବହନ କରିବି। ଏଇଟା ହେଲା ବିନିମୟ ଜଗତ। ଦେଇଥିଲେ ପାଇ। ତୁମେ ଯଦି ତାଙ୍କ ପାଇଁ କରିବ ସେ ତୁମର ଦାୟିତ୍ୱ ନେବେ। ସେ ସମସ୍ତଙ୍କର ଦାୟିତ୍ୱ ନେବେ ନାହିଁ। ଗୁରୁ ହିସାବରେ ଆସିଛନ୍ତି। ଭଗବାନଙ୍କର ଦାୟିତ୍ୱ ସମଷ୍ଟି ୟୁନିଭର୍ସାଲ, କିନ୍ତୁ ଗୁରୁ ଲିମିଟେଡ୍ ସ୍ପିରିଟ୍, ସୀମିତ ଶକ୍ତି ବା ସୀମିତ ଆଦର୍ଶ ବା ସୀମିତ ଯେଉଁ ଆମର ଠାକୁରଙ୍କର ଯେଉଁ ରହିଛି ପରିସର ସେ ସୀମିତ। ଯଦିଓ ବ୍ୟକ୍ତ, ବ୍ୟଷ୍ଟି ଏବଂ ସମଷ୍ଟି ଉଭୟ ଠାକୁର ଆସିଛନ୍ତି, କିନ୍ତୁ ବିଶେଷ କରି ବ୍ୟଷ୍ଟି ପାଇଁ ଆସିଛନ୍ତି। ତେଣୁକରି ଯେଉଁମାନେ ଠାକୁରଙ୍କର କାର୍ଯ୍ୟ କରିବେ ସେମାନଙ୍କର ମୁକ୍ତିର ଭାର ଠାକୁରଙ୍କ ଉପରେ ନ୍ୟସ୍ତ। ଜୟ ପ୍ରାର୍ଥନା। सिंहासन
ବାର୍ଷିକ ବିବରଣୀ ପାଠ ସଂଘର ସମ୍ପାଦକ ଆସନ୍ତୁ ବାର୍ଷିକ ବିବରଣୀ ପାଠ କରନ୍ତୁ। କେତେବେଳେ କ'ଣ ହବ संसार पड़ती मक्का में जेल तस्वीर से आश्रय कर संसार सागर आरम्भ जीव माया बसित कर कुकर्म फल नरक सागर निमज्जित जहाँ कृपा बढ़े से विषम सागर अनुसार एतदृश्य कथित जीवग्रहण उद्धार उत्तम गति लाभ कृपा अशेष करुणा से बुद्धन श्रीचरण शरण महात्मा श्री ठाकुर महाराज श्रीचरण अनंत कोटि प्रणाम माननीय परिचरण महोदय उपस्थित विराट शासन सभापति परिचरण समस्त कर्मकर्ता वरिष्ठ गुरु भाई वृंद एवं आम अति आपण बालकृष्ण भाई एवं एठार अन्य उपस्थित अन्य भाई और माँ तथा छोट छोट पिला समस्त जय गुरु बांगलोर सारथी शाखा संघर ये 10वा वार्षिक पाठ पढ़ा जाऊँ आम परम साध्य बालकृष्ण प्रेरणा बहुत दिन ये संघ एक पाठचक्र रूपे गृहासन तथा मुस्लिम भक्त मान पत्र गढ़ी उठा प्राय 15 वर्ष तले क्रमे उक्त भक्त अधिक है 2023 मसीह चेरसुंद्रा ठारे प्रथम एक भड़ाघर निठारे मासिक अधिवेशन आरंभ होता हेले अनिवार्य कारण से भड़ाघर छाड़ी तार अति निकटर कोलूर ठारे आउ एक भड़ाघर नहीं गत किछि वर्ष धरी से सदावेशन कराला कोविड-19 समय सब भाई और माँ मैंने ठाकुर दर्शन वंचित था बेले किसी भाई सहयोग ऑनलाइन प्रथम आम संघ शास्त्र पाठ कर संघ नित्य सेवन अनुपस्थित भाई मैंने श्री ठाकुर नित्य सेवा प्रदान करते प्रथम वार्षिक उत्सव होगा आम समस्त स्वप्न देखी बांगलोर ठाकुर एक निजर आश्रम मंदिर गढ़ापाई कल्पना करते कोविड-19 ठीक 1 वर्ष पर 2020 मसीह आम संघर सभापति एवं कोषाध्यक्ष ये हापी गार्डन में 300 स्क्वायर फुटर एक जमी प्रयोग करते 2023 मसीह ये एक घर निर्माण कंपानी को आश्रम निर्माण कार्य दि जाता ये निर्माण 1,25,29,610 टंका धार्य होता निर्माण कार्य आरंभ होगा किसी दिन पर्यंत बंद होता आज पर्यंत प्रतिदिन 9:30 मिनट 9:35 एक ऑनलाइन माध्यम आश्रम निर्माण आम मैंने निरंतर प्रार्थना कर जहाँ 665तम प्रार्थना हो आश्रम प्रत्येक छात्र पढ़ा समय परिचय निजे आसी आसी कार्य तदारखण करते बहु अपेक्षा और परीक्षा पर नवेम्बर 3 तारीख 2025 मसीह श्री ठाकुर महाराज अनुमति आश्रम प्रथम गृह प्रतिष्ठा होता आश्रम निर्माण समय पाखापाखि भाई मैंने आसी कार्य तदारख करते नवेम्बर 23 तारीख ये वार्षिक उत्सव अनुमति आसला चलित वर्ष आम मैंने श्री गुरुगीता परायण
ଜନ୍ମୋତ୍ସବ ଏବଂ ଅନ୍ୟାନ୍ୟ ପର୍ବପର୍ବାଣି କରିଆସୁଛନ୍ତି। ନୂତନ ଆଶ୍ରମ ପାଇଁ ଶ୍ରୀ ଠାକୁରଙ୍କର ନିଜର ଇନଭର୍ଟର, ଗ୍ୟାସ୍ ଚୁଲା ଏବଂ ଅନ୍ୟାନ୍ୟ ଆସବାବପତ୍ର କ୍ରୟ କରିଥିଲେ। ବିଗତ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀରେ 8 ଜଣ ଆଜୀବନ ସଦସ୍ୟ 23 ଜଣ ପାଳି ପ୍ରଦାନ କରିଆସୁଛନ୍ତି। ଏହି ସଂଘର ସଭ୍ୟମାନେ ମୁଖ୍ୟତଃ ଶ୍ରୀ ଠାକୁର ମହାରାଜଙ୍କ ଆଶ୍ରିତ ପରିବାର ସନ୍ତାନ ବାଙ୍ଗାଲୋରର ବିଭିନ୍ନ କମ୍ପାନୀରେ କାର୍ଯ୍ୟବ୍ୟସ୍ତ ଥିବାରୁ ନିଜ ନିଜ ଗୃହାଶ୍ରମରେ କେନ୍ଦ୍ର ଅନୁମତିକ୍ରମ ରକ୍ଷା କରି ଶ୍ରୀ ଠାକୁର ମହାରାଜଙ୍କ ଭାବଧାରା ଅନୁଯାୟୀ ସେବକ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁଛନ୍ତି। ସଂଘାଦେଶମାନଙ୍କରେ ସମସ୍ତଙ୍କ ଆକୁଣ୍ଠିତ ଯୋଗଦାନ ଏବଂ ସେବା କରିବାର ଆଗ୍ରହ ଶ୍ରୀ ଠାକୁର ମହାରାଜଙ୍କ ଔଦ୍ଧିକ କୃପାର ନିର୍ଦ୍ଦେଶ। ଶ୍ରୀଯୁକ୍ତ ପରିଚାଳକ ମଧ୍ୟ ପ୍ରତି ପଦକ୍ଷେପରେ ଆମମାନଙ୍କୁ ପରିଚାଳିତ କରୁଛନ୍ତି। ତାର ଉଦାହରଣ ଆମେ ସମସ୍ତ ଭକ୍ତ ମନରେ ଦୃଷ୍ଟପାତ ହୋଇଛି। ଶ୍ରୀ ଠାକୁରଙ୍କ ଆଦେଶ ଉପଦେଶ ବାରମ୍ବାର ପଠନ ତଥା ଅନ୍ୟାନ୍ୟ ମନନ କରୁଥିଲେ ମଧ୍ୟ ଦୈନିକ ଜୀବନ ଧାରାରେ ଏହାର ପ୍ରୟୋଗ ତଥା ଭାବନା କରିବାକୁ ଆମେ ସମର୍ଥ ହୋଇପାରୁନୁ। ଏଥିର ନିମିତ୍ତ ଶ୍ରୀ ଠାକୁର ମହାରାଜ ଓ ପରିଚାଳକ ମଧ୍ୟଙ୍କ ନିକଟରେ ଆମେ ଶୁଭ ଆଶୀର୍ବାଦ ଭିକ୍ଷା କରୁଅଛୁ ଏବଂ ଠାକୁରଙ୍କ ମନଲେଖା ସେବକ ବା ସେବିକା ହେବା ପାଇଁ ନିମିତ୍ତ ଅନ୍ତରଙ୍ଗ ପ୍ରାର୍ଥନା ଜ୍ଞାପନ କରୁଅଛୁ। ବାର୍ଷିକ ବିବରଣୀ ପାଠ ଜଡ଼ିତ ସମସ୍ତ ଦୋଷ ନିମିତ୍ତ ଶ୍ରୀ ଠାକୁର ମହାରାଜ ପରିଚାଳକ ମଧ୍ୟ ଓ ଭକ୍ତ ଭାଇମାନଙ୍କ ନିକଟରେ जय श्री श्री ठाकुर जीवन मृत्यु और परलोक विषय श्री श्री ठाकुर थे मृत्यु परलोकर विशेषज्ञ सुपरस्पेशलिस्ट गवेषणा था साधना था केवल मृत्यु को अवलंबन कर तो यह विशेष दक्षता और क्षमता से भक्त प्रदान कर मृत्यु समय समस्त दर्शन दान मृत्यु समय मृत्यु सब बड़ा विभीषिका भयंकर अवस्था जीवन शेष अवस्था हूँ मृत्यु जहाँ कि समस्त भय करती कहीं चाहते मरवाई दबाई आ मरवाई के चाहती देले सरीज मरीगले कुआड़े जी मोर भी सब सरी देले सरीज मरीगले भी सरी आ कुछ तो भय करते समस्त दबाई किंतु देले पाइब मने बुझिब मरी पारे बंचब नव जीवन लाभ देह मर किंतु सत्कर्म थिले यार भितर बाहर से देह से जो आध्यात्मिक शरीर यार भितर अच्छी संकुचित से शरीर सत्कर्म द्वारा गुरु सेवा द्वारा भावमय तनु यार भितर जन्म लाभ मृत्यु पर मृत्यु हूँ आनंद राज्य प्रवेशर द्वार स्वरूप मृत्यु गोटे भयंकर अवस्था नुहे भयंकर अवस्था साधारण कपड़ा किंतु गुरु चरणाश्रित भक्तों सेवक यह एक आनंद राज्य प्रवेशर द्वार स्वरूप तेणु समस्ते बिना भय मृत्यु को आलिंगन करने उचित एवं से मृत्यु समय ठाकुर कहते मुआसी तुम पाखे उपस्थित शिष्य भक्त मानकर मृत्यु भीति निवारण निमित्त भय समस्त श्री श्री ठाकुर शिष्य भक्त मान
ମୃତ୍ୟୁ ନିମିତ୍ତ ପ୍ରସ୍ତୁତ ହେବା ପାଇଁ ସାବଧାନ କରାଯାଇଛି। ମରିବା ପୂର୍ବରୁ ପ୍ରସ୍ତୁତ ହୁଅ। ଯେମିତି ଗୋଟେ ନୂଆ ଜାଗାକୁ ଯିବାକୁ ହେଲେ ଆପଣ ପ୍ରସ୍ତୁତ ହୁଅନ୍ତି, ଫରେନ୍ ଯିବେ, ବିଦେଶକୁ ଯିବେ, ସେଥିପାଇଁ କେତେ ପ୍ରସ୍ତୁତି, କେତେ ଚିନ୍ତା, କେତେ ବ୍ୟସ୍ତତା। ଆଚ୍ଛା, ମୃତ୍ୟୁ ପରେ ଗୋଟେ ନବ ରାଜ୍ୟକୁ ଯିବେ, ନୂଆ ରାଜ୍ୟକୁ, ଗୋଟେ ଅଜଣା ରାଜ୍ୟକୁ ଯିବେ, ଆପଣଙ୍କର କେହି ପାଖରେ ନାହାନ୍ତି, ସେ ରାଜ୍ୟ ବିଷୟରେ ଜାଣିନାହାନ୍ତି। ଏଠି ହେଲେ ମ୍ୟାପ୍ ଫ୍ୟାପ୍ ଅଛି, ଦିଲ୍ଲୀ କ'ଣ ଅଛି, କୋଉଠି କ'ଣ ଅଛି, ଦିଲ୍ଲୀ ମ୍ୟାପ୍ ଆପଣ ଲୋକେସନ୍ ମ୍ୟାପ୍ ପକେଇଦେଲେ ଚାଲିବ। ସେଠି ଲୋକେସନ୍ ମ୍ୟାପ୍ କୋଉଠି ମିଳିବ? ସରକାରର ଲୋକେସନ୍ ମ୍ୟାପ୍ ପକେଇଦେଲେ କମ୍ପ୍ୟୁଟରରେ ତେଣୁ ସରକାର ପହଞ୍ଚିବେ। ଏଠି ଆପଣ କିଛି ଜାଣିନାହାନ୍ତି, ଲୋକେସନ୍ ପକେଇଦେଲେ ଗାଡ଼ିରେ ପକେଇବ, ସେ ଗାଡ଼ି ଆପଣ ନେଇ ଚାଲିବ। କୋଉ ରାସ୍ତାକୁ ଦେଖେଇବ? ସେ ହେଲେ ଏକମାତ୍ର ସଦ୍ଗୁରୁ। ସେ ହିଁ ତମର ଗନ୍ତବ୍ୟ ସ୍ଥଳ ଲୋକେଟ୍ କରିବେ। ସେ ହେଲେ ଲୋକେସନ୍ ମ୍ୟାପ୍। ତ ସେଇ ଲୋକେସନ୍ ମ୍ୟାପ୍କୁ ଯଦି ସନ୍ତୁଷ୍ଟ କରିଥିବେ, ଅନ୍ତରଙ୍କୁ ଗ୍ରହଣ କରିଥିବେ, ତାହେଲେ ସେ ତମର ପରକାଳରେ ସାଥି ଗାଇଡ୍। ମୃତ୍ୟୁ ସମୟରେ କାହାରି ଚିତ୍ତ ଚାଞ୍ଚଲ୍ୟ ହୋଇନାହିଁ ଏବଂ ଶ୍ରୀ ଶ୍ରୀ ଠାକୁର ମୃତ୍ୟୁ ସମୟରେ ଓ ମୃତ୍ୟୁ ପୂର୍ବରୁ ପ୍ରତ୍ୟେକଙ୍କୁ ଦେଖାଦେଇ ସବୁଠାରେ ନିଜର ପ୍ରତିଶ୍ରୁତି ରକ୍ଷା କରୁଥିବାର ଭୁରି ଭୁରି ପ୍ରମାଣ ମଧ୍ୟ ରହିଛି। ଭକ୍ତମାନଙ୍କର ବିଭିନ୍ନ ଭକ୍ତଙ୍କର ସବୁ ଅନୁଭୂତି ରହିଛି। ଯେମିତି ଠାକୁର ଆସିଗଲେ, ଠାକୁର ଆସିଗଲେ ଯାଉଛି, ଅନେକ ଭକ୍ତଙ୍କର ଜୀବନ୍ତ ଅନୁଭୂତି ସବୁ। ତେଣୁ ମୃତ୍ୟୁ ସମୟରେ ଠାକୁର ଯାଇ ପହଞ୍ଚିବେ, କ'ଣ ସମସ୍ତଙ୍କୁ ନେଇଯିବେ ଗୋଟେ ଜାଗାକୁ? ମୃତ୍ୟୁ ସମୟ ଠାକୁର ଯେ ପହଞ୍ଚିବେ, କ'ଣ ସମସ୍ତେ ଯିବେ ଗୋଟେ ଜାଗାକୁ କି? ନା, ଯିବେ ନାହିଁ। କାହିଁକି ନା ତମେ ଯେତିକି ଯେତିକି କର୍ମ କରିଥିବ ସେଇ ଫଳ ପ୍ରାପ୍ତି ଜାଗାକୁ ଯିବ। ତେଣୁ କର୍ମ ଫଳ ବାଦ, ଏଠି ଯାହା କର୍ମ, ଏଇଟା କର୍ମମୟ ଜଗତ। ଏ ଜଗତକୁ ଆମେ ଆସୁଛୁ କେବଳ କର୍ମ କରିବା ପାଇଁ। ଏଠି କର୍ମ ବିନା ଦ୍ୱିତୀୟ କିଛି ନାହିଁ, ତ୍ରାହି ନାହିଁ। କର୍ମ ନ କଲେ ଏଠି ମୁକ୍ତି ନାହିଁ। କର୍ମ ନ କଲେ ଦେହ କର୍ମ ନାହିଁ, ଏକ୍ସରସାଇଜ ରାମଦେବଙ୍କର ଯୋଗ ସବୁ ଶିକ୍ଷା ଦିଆ। ତା ସଙ୍ଗେ ସଙ୍ଗେ ଯଦି କର୍ମ ନ କରିବେ, ପେଟ ଜାଗାରେ କିଛି ଭୋକିଲା ଖାଇବା ପାଇଁ। ପାଠ ନ ପଢ଼ିଲେ ଜ୍ଞାନ କିଛି ହବନି, ବହୁତର ଜ୍ଞାନ କିଛି ଆସିବ ନାହିଁ। ତେଣୁ କର୍ମ ନିଶ୍ଚୟ କରିବାକୁ ପଡ଼ିବ। କିନ୍ତୁ ସେ କର୍ମ ହେଉଛି ତିନି ଭାଗ। କର୍ମ ହେଲା ତ୍ରିବିଧ: କ୍ରିୟମାନ, ସଞ୍ଚିତ ଓ ପ୍ରାରବ୍ଧ। କ୍ରିୟମାନ କ'ଣ? ନା କଲୁ ଫଳ ପାଇବୁ, ଗଛଟିଏ ଲଗେଇଲୁ ଫଳ ପାଇବୁ, ଘରଟିଏ ଗଲୁ ସେଟା ଘର ପାଇବୁ, ହେଲା କ୍ରିୟମାନ କର୍ମ। ଆଚ୍ଛା, ସଞ୍ଚିତ ପ୍ରାରବ୍ଧ। ସଞ୍ଚିତ କ'ଣ? ନା ଯେଉଁ ସବୁ କର୍ମ ଆମେ କରି ଯାଉଛୁ ସବୁ ଯାକ ଫଳ ମିଳୁନି, କିଛି ଫଳ ସଞ୍ଚୟ ରହୁଛି, କାରଣ ସେ ଫଳ ପୂର୍ବରୁ ପ୍ରାରବ୍ଧ ଓ ପରମାୟ ସରିଯାଉଛି। ଯାହା ଆମେ କର୍ମ କରୁଛୁ, ସତ୍କର୍ମ ହଉ ଅସତ୍କର୍ମ ହଉ, ଆମର ପରମାୟ ଯେତିକି ତାର ଭିତରେ ସବୁ ଭୋଗ ହୋଇପାରୁନି। ସେ କ୍ରିୟମାନ କର୍ମର କିଛି ଅଂଶ ସଞ୍ଚିତ ହେଇ ରହୁଛି। ଯେଉଁ ସବୁ ସଞ୍ଚିତ ଷ୍ଟୋର ହାଉସ୍, ଜୀବନ ହେଲା ଷ୍ଟୋର ହାଉସ୍, ସେଥିରୁ ପରକର୍ମ ପାଇଁ ଗୋଟିଏ କେବଳ ପାର୍ଟ, ଗୋଟିଏ ଅଂଶ ଆସୁଛି, ତାକୁ କୁହାଯାଉଛି ପ୍ରାରବ୍ଧ। ସେଇ ଗୋଟାକ ସେ ଭୋଗ କରିବା ଗୋଟିଏ ଜନ୍ମରେ, କିନ୍ତୁ ସଞ୍ଚିତ ରହିଗଲା ଷ୍ଟୋରରେ, ପର୍ଯ୍ୟାପ୍ତ ପରିମାଣରେ ସଞ୍ଚିତ। ପ୍ରାରବ୍ଧ ଗୋଟିଏ ଜୀବନ ପାଇଁ ଆସିଲା। ତେଣୁ ଏଇଭଳି ଭାବରେ କର୍ମ କରି ତାହାର ଫଳ ଭୋଗ କରୁଛ, କିନ୍ତୁ ତୃପ୍ତି ଆସିନାହିଁ। ତାର ଫଳ କୋଉଠି କରିବ? ସ୍ୱର୍ଗରେ। ମରା କରା ଘରେ ଘର ପୁଣି ନୂଆ ଗାଡ଼ି କରିଛି, ଆଉ ଭଲ କରି ଭୋଗ କର। ତାହେଲେ କ'ଣ ହବ? ସ୍ୱର୍ଗ ଗଲେ ସେ ଘର ଖାଇବ ନାହିଁ। ସେଠି ସେମିତି ସବୁ ଅଛି, ସେଠି ସବୁ ସେଠି ଯାନ ବାହାନ ଗାଡ଼ି ଘର ଘର ସବୁ ଅଛି। ଏଠି ତୁମେ ତୃପ୍ତି ହେଇନା, କିନ୍ତୁ କର୍ମ କରି ତାକୁ ରୋଜଗାର କରିଛ, ଘର କରିଛ, କିନ୍ତୁ ଭୋଗ କର୍ମ ଭଲ ଠିକ୍ ପାଇବ। କିନ୍ତୁ ଏଠି ରୋଜଗାର କର୍ମ ଘର କର୍ମ ସେଠି କିଛି ପାଇବ। ଯଦି ସେଇ ରୋଜଗାରଟାକୁ ଗୁରୁଙ୍କୁ ସମର୍ପଣ କରିଥିବ, ଠାକୁରଙ୍କ ପାଇଁ ଖଣ୍ଡେ ଘର ଦେଇଥିବ, ଆଶ୍ରମ ଖଣ୍ଡେ କରିଥିବ, ଆଶ୍ରମ କରିବାର ତମର ଅବଦାନ ଥିବ, ତାହେଲେ
ଦିଆଯାଇଥିବ ତ ସମସ୍ତ କେତେ ଭାଗ ଅଛି ସମସ୍ତ କର୍ମରେ ପାଇବ। ଯଦି ଜଣେ ଦୁଇ ଜଣ କରିଦେଲେ ଆଉ ଅନ୍ୟମାନେ କେବେ ଆସି କାହିଁ ମାରିଲେ ତାହେଲେ ସେଠି କାହିଁ ଦେଉଥିଲେ କିଛି ବି। ତେଣୁ ଏଇଟା ସମଷ୍ଟି ତ୍ୟାଗରେ ଆମର ସମଷ୍ଟି ତ୍ୟାଗରେ ମଠ ଆଶ୍ରମ ସବୁ ପ୍ରତିଷ୍ଠା କର। ଝିଅମାନେ କର୍ମ ଦ୍ୱାରା ଗୋଟିଏ ବସ୍ତୁ ସଂଗ୍ରହ କରି ଭୋଗ କରୁଛ, ତା ସଙ୍ଗେ ସଙ୍ଗେ ନୂଆ କାମ ମଧ୍ୟ କରିଯାଉଛ। ସେହି କର୍ମର ଫଳ ପାଇବା ପୂର୍ବରୁ ଯଦି ଦେହତ୍ୟାଗ ହୁଏ ତେବେ ସେହି କର୍ମ ଫଳରୁ ସଞ୍ଚିତ କର୍ମ କହନ୍ତି। ସେହି ଫଳକୁ ସଞ୍ଚିତ କର୍ମ କହନ୍ତି। ଜୀବ ସ୍ୱର୍ଗ ବା ନରକରେ ଅତୃପ୍ତ ବାସନା ପୂରଣ କଲା ପରେ ଏହି ସଞ୍ଚିତ କର୍ମକୁ ନେଇ ପୁନର୍ବାର ଜନ୍ମଗ୍ରହଣ କରେ, ତାକୁ କୁହାଯାଏ ପ୍ରାଣ। ତେଣୁ ସତ୍କର୍ମ କଲେ ସ୍ୱର୍ଗ ଭୋଗ, ଅସତ୍କର୍ମ କଲେ ନର୍କ ଭୋଗ। ତେଣୁ ପ୍ରଥମେ ସମସ୍ତେ ଯିବେ ନର୍କକୁ, କାହିଁକିନା ପାପର ବାହାରଟା ହେଲା ଅଧୀନ ଏବଂ ଦୈବୀ ଶକ୍ତିର ବାହାରଟା ହେଲା ହାଲୁକା, ସେ ପରେ ଭୋଗ। ଏହି ସଞ୍ଚିତ କର୍ମର ଭୋଗକୁ କୁହନ୍ତି ପ୍ରାରବ୍ଧ। ଯେଉଁ କର୍ମର ଭୋଗ ଆରମ୍ଭ ହୋଇଗଲାଣି ସେହି କର୍ମର ନାମ ହେଉଛି ପ୍ରାରବ୍ଧ କର୍ମ। ସାଧନା ଦ୍ୱାରା ଯେଉଁମାନେ ସଞ୍ଚିତ କର୍ମ ବିନଷ୍ଟ ହୋଇଯାଇପାରେ, ଆମେ ଯଦି ସାଧନା ଦ୍ୱାରା ଅର୍ଥାତ୍ ଯଦି ଜ୍ଞାନ ଆସିଗଲା, କ'ଣ ଜ୍ଞାନ ଆସିଲା ନା ଇଏ କର୍ମ ସବୁ ଯାହା ଅଛି ମୋ ଷ୍ଟୋର ହାଉସ୍ରେ ସେଟା ମୁଁ କରୁଛି, କିନ୍ତୁ ଯେଉଁଟା ଭୋଗ ହେଇଗଲାଣି ତମେ ମୁଁ କରୁନି ସେଟା ହେବନି। ମନେକର ରୋଗ ଆସି ପହଞ୍ଚିଲା, କହିଲେ ନା ମୁଁ କରିନି, ରୋଗ ଛାଡ଼ିବ, ତାହେଲେ ଏଇଟା ପ୍ରାରବ୍ଧ ଭୋଗ ଚାଲିଛି। ୟାକୁ ଆଉ କେହି ପକେଇବେ ଏକମାତ୍ର ଗୁରୁ ତାକୁ ରିଡ୍ୟୁସ୍ କରିଦେବେ, ତା ପାପଟାକୁ ତେଜଟାକୁ ହ୍ରାସ କରିଦେବେ, ପୁରା ନଷ୍ଟ କରିବ। ସେମିତି ଯେଉଁ ଗୁଡ଼ାକ ଆମର ସବୁ ରହିଛି ଷ୍ଟୋର ହାଉସ୍ରେ ସଞ୍ଚିତ କର୍ମ ଫଳ, ତାକୁ ଆମେ କେମିତି କାଟିବା, ନ କାଟିଲେ ପୁଣି ଆସିବ ନା, ତାକୁ କାଟିବା ପାଇଁ ଦରକାର ଜ୍ଞାନ। ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁର୍ୟାତ୍। ଜ୍ଞାନ ରୂପକ ଅଗ୍ନି ଦ୍ୱାରା ସବୁ ସଞ୍ଚିତ କର୍ମ ଧ୍ୱଂସ ହେଇଯିବ। ଗୋଟେ ସ୍ତୂପ ଆବର୍ଜନା ଅଛି, ଅଗ୍ନି ସଂଯୋଗରେ ସେ ଜଳିକରି ବସ। ସେମିତି ସ୍ତୂପ ଆମର କର୍ମ ଫଳ ରହିଛି ସଞ୍ଚିତ ହେଇଯିବ। ଖାଲି ଗୋଟାଏ ଜନ୍ମର ନୁହେଁ, ଶହ ଶହ ଜନ୍ମର କର୍ମ ଫଳ ରହିଛି। ପ୍ରାର୍ଥ ଜମା ହେଇଯାଉଛି ବହୁତ ଖର୍ଚ୍ଚ ହେଇଯାଉଛି, ଯେମିତି ଜନ୍ମ ଆଉ ସରିବନି, ସଞ୍ଚିତ ନସରିଲା ପର୍ଯ୍ୟନ୍ତ ଜନ୍ମ ବି ସରିବ ନାହିଁ, ଆସୁଥିବେ ଯାଉ। ତେଣୁ ସେ ସଞ୍ଚିତ କର୍ମ ଫଳକୁ କେମିତି ନାଶ କରିବେ, ଏଇଠି ଚେଷ୍ଟା ତାର କର୍ମ ଭୂମି ହେଉଛି ଏଇଠି। ୟାକୁ ଛାଡ଼ିଲେ ଆଉ କୋଉ ଜଗତରେ ସଞ୍ଚିତ କର୍ମ ଫଳକୁ ନଷ୍ଟ କରିବାର ପ୍ରয়োজন ନାହିଁ, କେବଳ ଏଇ ଜଗତରେ ପ୍ରয়োজন। ଏଇ ଜଗତକୁ ଆସି ପୂର୍ବଜନ୍ମର ସଞ୍ଚିତ କର୍ମ ଫଳକୁ ଆମକୁ ଧ୍ୱଂସ କରିବାକୁ ପଡ଼ିବ, ତାର ଏକମାତ୍ର ଉପାୟ ହେଉଛି ଜ୍ଞାନ। ତେଣୁ ସେ ଜ୍ଞାନ ରାଶି ଦ୍ୱାରା କୋଉ ଜ୍ଞାନ ନା ଆତ୍ମଜ୍ଞାନ, ଅର୍ଥାତ୍ ଅହନ୍ତର ବିନାଶ। ମୁଁ ସେ କର୍ମ କରିନାହିଁ, ତାକୁ କିଏ କରିଛି ନା ଏଇ ଯେଉଁ ମନ ପ୍ରାଣ ସବୁ ଚଞ୍ଚଳ ଶକ୍ତି ତାକୁ କରୁଛନ୍ତି। ମନ ପ୍ରାଣ ମୁଁ ନୁହେଁ, ମୋର ମନ ମୁଁ ନୁହେଁ, ମୋର ପ୍ରାଣ ମୁଁ ନୁହେଁ, ମୁଁ ହେଉଛି ଆତ୍ମା। ଏ ଆତ୍ମଜ୍ଞାନ ଆସିଲେ ସବୁ କର୍ମ ଆତ୍ମଜ୍ଞାନ ନ ଆସିଲା ପର୍ଯ୍ୟନ୍ତ ସଞ୍ଚିତ କର୍ମରା ଆସି ସେମିତି ଭୋଗାଇ। ଏ ଜଗତକୁ ଆମେ ଆସିବାର ଉଦ୍ଦେଶ୍ୟ ହେଉଛି ସେଇ ସଞ୍ଚିତ କର୍ମରାଶିକୁ ଧ୍ୱଂସ କରିବା। ଅର୍ଥାତ୍ ମୁଁ ଯେଉଁ କର୍ମ ଆଜି କରୁଛି ତାକୁ ମୁଁ କରୁନାହିଁ, କାରଣ ମୁଁ କାହିଁ କରୁଛି ନା କରୁନି, ମୁଁ ତ କଲେ ବଜାର ଗଲେ ପରିବାର, ମୁଁ ନ ଗଲେ କିଏ ଆଣିବ ମୋ କରିବା। ମୁଁ ଚାକିରି କଲେ ଟଙ୍କା ଆଣୁଛି, ଟଙ୍କା ମୋ ପାଇଁ ମୁଁ ଚାକିରି ନ କରିବି ଟଙ୍କା ପାଇବି। ପାଠ ପଢ଼ିଲେ ଜ୍ଞାନ ଅଛି, ପାଠ ନ ପଢ଼ିକି ଜ୍ଞାନ ନାହିଁ। ମୁଁ ତ ସବୁ କଲି, ଆଉ ମୋ ପାଇଁ ଆଉ କି କଲା ମୁଁ କରୁଛି, କିନ୍ତୁ ତେମେ କରୁନା। ଆମେ ଶାସ୍ତ୍ର କହୁଛି ସଂଖ୍ୟା, ଠାକୁର କହୁଛନ୍ତି, ଗୁରୁ କହୁଛନ୍ତି, ତେମେ କିଛି କରୁଛି, ସବୁ ସେ କରୁଛନ୍ତି। କରି କରାକୁ ଖାଏ ମୋରି ସେ କହୁଛି ତେମେ ଯେଉଁ କରୁଛ ଭାବୁଛ
ଶକ୍ତି ପାଇବ କୋଉଠୁ? ଆମର ଦେହ ଶକ୍ତି ସବୁ କରୁଛି, ପ୍ରାଣ ଶକ୍ତି ସବୁ କରୁଛି, ମନ ତା ସାଙ୍ଗରେ ସଂଯୋଗ ହେଇଛି ବୋଲି ସବୁ କର୍ମ କରୁଛି। ପ୍ରାଣ ଶକ୍ତି ମନ ଯଦି ନଥିବ ତାହେଲେ ସେ କ'ଣ ପାଗଳ ଜଡ଼ ହେଇଯିବ ନା? ମନ ନାହିଁ ତା କ'ଣ କରିବ? ଗୋଟେ ପାଗଳ। ପ୍ରାଣ ଶକ୍ତି ନାହିଁ ଗୋଟେ ଜଡ଼ଟେ, ତା ଜଡ଼ କିଛି ଭିତରେ କାମ ହେଇପାରିବ? ପାଗଳ କରି କାମ କରିବ? ଆଚ୍ଛା ମନ ପ୍ରାଣ କୃତ୍ୟ ଆସିଲା କୋଉଠୁ? ପ୍ରାଣ ଶକ୍ତି, ସେଟା ହଉଛି ଆତ୍ମାର ଶକ୍ତି। ଆତ୍ମାର ରୂପାନ୍ତରିତ ଅବସ୍ଥା বা ସ୍ପନ୍ଦିତ ଅବସ୍ଥା, ଆତ୍ମା ସ୍ପନ୍ଦିତ ଭାଇବ୍ରେଟେଡ୍ ହେଲେ, କମ୍ପନ ସୃଷ୍ଟି ହେଲେ, ତା ଦେହରେ ତ୍ରିଗୁଣାତ୍ମିକ ଶକ୍ତିର ମାୟାର କମ୍ପନ ସୃଷ୍ଟି ହେଉଥିବାରୁ, ସ୍ପନ୍ଦନ ହେଉଥିବାରୁ ମନ ସୃଷ୍ଟି ହେଲା। ତାର ସୋର୍ସ କି ତଦନି କି ଆତ୍ମା। ଏ ମନ ପ୍ରାଣର ଜନନୀ ହେଉଛି ଆତ୍ମା। ଏ ଆତ୍ମା ସବୁ କରୁଛି। ତେଣୁ ସେମିତି ଦ୍ରଷ୍ଟା ଆସନରେ ବସିକିରି ଦେଖିବାକୁ ପଡ଼ିବ ଏ ଯୋଉ ମନ ଓ ପ୍ରାଣ ଇଏ ମୋର ନୁହେଁ, ଇଏ ଆତ୍ମାର। ଆତ୍ମା ସବୁ କରୁଛି। ଆତ୍ମା ଦ୍ରଷ୍ଟା ସ୍ଥିର ଆସନରେ ବସିଛି। ସ୍ଥିର ଜଳ, ଜଳର ତରଙ୍ଗାୟିତ ହେଉଛି। ସେ ତରଙ୍ଗ ହେଉଛି ମନ ଏବଂ ପ୍ରାଣ। ସେ ସବୁ କାର୍ଯ୍ୟ କରୁଛି, ମୁଁ କିଛି କରୁନି। ଆତ୍ମା ସବୁ କରୁଛି। ଆତ୍ମଶକ୍ତି ବଳରେ ସବୁ କାର୍ଯ୍ୟ ସମ୍ପାଦିତ ହେଉଛି। ତେଣୁ ମୁଁ କିଛି କରୁନାହିଁ, ମୁଁ କର୍ତ୍ତା ନୁହେଁ, ମୋର କିଛି କର୍ତ୍ତବ୍ୟ ନାହିଁ। ତାହେଲେ ଏଇ ଜ୍ଞାନରେ ପ୍ରତିଷ୍ଠିତ ହେଲେ ତାକୁ କହନ୍ତି ଆତ୍ମଜ୍ଞାନ। ତାରି ଫଳରେ ସବୁ ସଞ୍ଚିତ କର୍ମଫଳ ନଷ୍ଟ ହୋଇଯିବ, ନହେଲେ ମୁଁ ଯିବା ଆସିବା ଚାଲିଯିବ। ତେଣୁ ଏଇ ଯୋଉ ଜ୍ଞାନ ପାଇଁ ଠାକୁର ଦେଉଛନ୍ତି, ଶାସ୍ତ୍ରରେ ସବୁ ଜାଗାରେ ସେଇ କଥାଟାକୁ ଆଲୋଚନା କରାଯାଇଛି। ସାଧନା ଦ୍ୱାରା କ୍ରିୟମାନ ଓ ସଞ୍ଚିତ କର୍ମ ବିନାଶ ହୁଏ, କିନ୍ତୁ ପ୍ରାରବ୍ଧ କୌଣସି ପ୍ରକାରରେ ନଷ୍ଟ ହୋଇପାରେ ନାହିଁ। ଅତଏବ ହିନ୍ଦୁ ଧର୍ମ ମତରେ ଜୀବାତ୍ମା ବାସନା କାମନାରୁ ମୁକ୍ତ ରହିବା ପର୍ଯ୍ୟନ୍ତ ପୃଥିବୀକୁ ଯିବା ଆସିବା କରିଥାଏ। ତେଣୁ ଏ ସଂସାରକୁ ଯିବା ଆସିବାର କାରଣ ହେଉଛି କ'ଣ? ଡିଜାୟାର। ବୁଝାଗଲା ସେଇ କଥାକୁ କହିଲେ କାମନାର ବିନାଶର ଦୁଃଖର ବିନାଶ। ଏ ଜନ୍ମ ମୃତ୍ୟୁ ହେଉଛି ଦୁଃଖ, ଅଜ୍ଞାନତା। ତେଣୁ ଏହାର ବିନାଶ କେମିତି? ଯଦି ଆମର କାମନା ବା ଡିଜାୟାର୍ସ ଚାଲିଯାଏ, ଅର୍ଥାତ୍ ଡିଜାୟାର୍ସ ରହିବ, ଡିଜାୟାର୍ସ ପରେ ଯିବ ନାହିଁ, କିନ୍ତୁ ତାର ପରିବର୍ତ୍ତନ ଆବଶ୍ୟକ। ଆମେ ରହୁଛି ଭୌତିକ ପଦାର୍ଥ ପାଇଁ କାମନା ବାସନା, ଏହି ସାଂସାରିକ ଅଭାବ ମୋଚନ ପାଇଁ କାମନା ବାସନା। କିନ୍ତୁ ଆମର କାମନା ବାସନା ରହିବ କ'ଣ? ଆମେ କିଭଳି ଭାବରେ ଆମେ ଏ ଆତ୍ମାରେ ପ୍ରତିଷ୍ଠିତ ହେବା ଏବଂ ଏ ଜୀବନରେ ମୁକ୍ତି ଲାଭ କରିବା, ଏଇଟା ହେଉଛି ଆମର ଶୁଦ୍ଧତାର ବାସନା। ଏହି ବାସନା ନେଇକରି ଆମେ ଜଗତକୁ ଆସିଛେ। ତେଣୁ ଶୁଦ୍ଧ ବାସନା ରହିଲେ ତାର ଫଳଟି ଆମକୁ ନିଶ୍ଚୟ ମିଳିବ। ଭଗବାନ ହେଲେ ବାଞ୍ଛା ଫଳ। ତେଣୁ ଭୌତିକ କାମନା ବାସନାକୁ ତ୍ୟାଗ କରି ଭଗବତ କାମନା ବାସନା ଅର୍ଥାତ୍ ଠାକୁରଙ୍କ ଇଚ୍ଛାଟାକୁ ରୂପ ଦେବା ହିଁ ଆମର କାମନା ବାସନା। ଠାକୁର କ'ଣ ଚାହୁଁଛନ୍ତି ସେଇଗୁଡ଼ାକ ଇଚ୍ଛାକୁ ଆମର ସ୍ୱତନ୍ତ୍ର ଭାବରେ କିଛି ନ ରହି ଠାକୁରଙ୍କ ଇଚ୍ଛାକୁ ଆମେ ଜୀବନରେ ରୂପ ଦେବା। ଜୀବାତ୍ମା ସ୍ଥୂଳ ଦେହ ତ୍ୟାଗ କରି ଲିଙ୍ଗ ଦେହରେ ଅନ୍ୱିତ ହୁଏ। ଲିଙ୍ଗ ଦେହ ବା ସୂକ୍ଷ୍ମ ଶରୀର ତାକୁ ଆଶ୍ରୟ କରି ସ୍ଥୂଳ ଦେହ ତ୍ୟାଗ କରେ। ଏ ସ୍ଥୂଳ ଦେହ ଯେତେବେଳେ ଟୋଟାଲରେ ଶୋଇଥିବ, ବେଡ଼ରେ ଶୋଇଥିବ, ମୃତ୍ୟୁ ହେଇଗଲା, ସେ ଗୋଟେ ସୂକ୍ଷ୍ମ ଶରୀର ଆସି ପହଞ୍ଚିବ ତିଆରି ତା ମୁଣ୍ଡରେ। ମୁଣ୍ଡ ଉପରେ ଦେହ ଗୋଟେ କପି, ଯେମିତି ଆମର ଜେରକ୍ସ କପି ତିଆରି ହେଉଛି, ସେଠି ଗୋଟେ ଜେରକ୍ସ କପି ତିଆରି ହେଇଛି ସୂକ୍ଷ୍ମ। ଯାହାର ଯେଉଁ ସଂସ୍କାର ନେଇଥିଲି ଅନୁରୂପ ଶରୀରଟେ ତିଆରି ହେଇଛି, ସେ ଶରୀରକୁ ଦେଖିପାରିବେ। ଯାହାର ସୂକ୍ଷ୍ମ ଦିଶିଥିବ ସେ ସେଇ ଶରୀରକୁ ଦେଖିଲା ଯେ ମୁଁ ଶରୀର ସେ ଅଛି, ତାକୁ ଇଏ ଦେହଟା ଯେତେବେଳେ ଜଳ ନିର୍ଜୀବ, ପଚାଶଡ଼ା, ଦୁର୍ଗନ୍ଧଯୁକ୍ତ, ଜରା ଏବଂ ଅତି ଘୃଣ୍ୟ ବୋଲି ଲାଗେ। ତେବେ ଏ ଘର ଯେଉଁ ଘରଟା ତମେ ରହିଛ, ଯଦି ପଚାଶଡ଼ା ଦୁର୍ଗନ୍ଧ ହୁଏ, ସେ ଘରଟା ଯଦି ତମ ପ୍ରତି ମାନେ ତମର ଆଚସ୍ଥିତ ହେଉନି, ତେବେ କ'ଣ ପାଇଁ ଗୋଟେ ନୂଆ ଘର ବୁଝିବ,
कि देखो ये घर ठीक अच्छे पर हम गोटे पुराना घर छाड़ी नुआ घर बसी किंतु ये पुराना घर छाड़ी नुआ घर को आसला पर नुआ सने रखो तो जानी परिबो केते बेला आसला जानी परिबो ए गोटे राज्य गोटे मिस्त्री ए गोटे राज्य गोटे भगवत राज्य गोटे नूतन गोटे प्रकार माने रहस्य से लोक जानी पारेनी केतल बोलला से लोक तो अछि से ठाकुर को आ मो बाबा या बुआ से जो जीव ठाकुर बाबू जीव की ठाकुर जो तक कर्म कर नहीं से जगत में साई से जे ठाकुर बाबू जीवन किसी गारंटी नहीं तार जेते कर्म फल थिबो कि से दिन ठाकुर तक थाई जेमती जेते के मूल्य टिकट होती जाने गाड़ी चले तो गाड़ी हम सही स्टेशन में चाहि सेम से स्टेशन अछि सब लोग प्रति लोक 7टा स्तर सब स्टेशन सब जगह अछि से केबे बोले कि जगत में तेणु करी एठे जदि कर्म ठीक नाही तार परलोक में हमको विपद स्पर्श सही लोक को प्रथम लोक कला प्रेत लोक का जंत्रणामय स्तर सेटारे पापर फल भोग हुए तापर पुण्य कर्म फल भोग हुए बा हम जहाँ संचित था ताहाको नहीं पुनराय जितेबाला पुण्य फल भोग होगा स्वर्ग में पापर फल भोग होला नरक में बाकी कर्म फल भोग सरीगला पुणी नुआ प्रारंभ सृष्टि हम जी आम स्टोर हाउस अच्छी संचित कर्म फल ताकू नहीं नुआ प्रारंभ हम से पुणी गोटे देह तो एमती जीवाश्र चले तार अंत ना भोग शेष पर जीवन जन्म समय है से मोहनलोक को जीव भू भोग सह स्वर्ग उपर मोहनलोक को जाकर अवसर होकर कामना बासना लेकिन तलू बस ये मोहनलोक पर्यंत अहंकार ज्ञान थाए अर्थात मु अनुगुण पठेली मला पर या हेली ता हेली स्वर्ग भोग करी नरक भोग करी सब कथा मन जीव मोहनलोक जीवा पर्यंत जेमती मोहनलोक पशि जीव तार देह नष्ट हो सब जाए सब मरी जीव अहंकार भी सब रही अवसर सबकॉन्शियस स्टेज रे से सब तलू बस तापर वर्षा आश्रय तलू बसिकी माटी पड़ो ताको जो फल जो गछ पुषिला ताको जे खाइला ताको बसिला पुण्य होला तेणु शिष्य पचारे आपणकर शेष हो मोहलोकर मृद को नदीबार कारण ठाकुर तेरे स्टूडेंट थे केतेक भक्त मैंने मोहलोक मृद को जापारे शिष्य मैंने पचारे कहीं शुणी बोले तो अधिकार था मोहन बुझार बुझार ना मुझे ये अच्छी मत छाड़ी से जाऊना गाँव ये अच्छी तुम ये आकर्षण अच्छी गाँव अच्छे सब छाड़ी तो एमती जन्म मृत्यु यही भाव में रही आम केमी जन्म रोध करवा अर्थात प्रारब्ध रोध करवा गुरु प्रारब्ध रोध को अर्थात आउ नूतन कर्म फल से सृष्टि करेंगे ना तो ऑटोमेटिक प्रारब्ध बंद ये जो संचित कर्म फल को विनाश कर उपाय यही मोर कर्म कले तुम संचित कर्म सब नष्ट अर्थात तुम ज्ञान आसो जे प्रकृत मु किसी करू ना मो भीतर से ठाकुर ये ज्ञान आसिले आम जगत उद्धार पाई ठाकुर जय
ଅଥୟ ଭାସୁଛି ମାଡ଼ି ଆସୁଅଛି ଭୀଷଣ ଲହରୀ ମାଡ଼ି ଆସୁଅଛି ଭୀଷଣ ଲହରୀ ଶୀତେ ଦେହେ ମନ ଯାଉଅଛି ଥରି ଶୀତେ ଦେହ ମନ ଯାଉଅଛି ଥରି ତୁମ ବିନେ ଆଉ କରିବାକୁ ପାରି 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 ନାଉରିଆ କିଏ ନାଉରିଆ କିଏ আসি মায়া
ଜୟ ସଂସାର ପଥେ ସଂସାରରେ ଆମେ କିଭଳି ଭାବରେ এই ସଂସାର ରାଜ୍ୟ ଦେଇକରି ଭଗବାନ ପାଖକୁ ଯିବାର କଥା ସଂସାର ଭିତରେ। ତେଣୁ କିଭଳି ଭାବରେ ସଂସାର ଅରଣ୍ୟକୁ ଆମେ ଅତିକ୍ରମ କରି ଭଗବତ ରାଜ୍ୟରେ ପହଞ୍ଚି ପାରିବା ନିର୍ବିଘ୍ନରେ, ସେ ସବୁ କଥା ପରିଚାଳକ ଭାଗ ସଂସାର ପଥରେ ଉଲ୍ଲେଖ କରୁଛନ୍ତି। ତେଣୁ ଗୋଟିଏ ବିଷୟ ହେଲା ଗୃହସ୍ଥମାନଙ୍କର ଗୁରୁ ଭଜନ। ସଂସାରରେ ରହି ଯଦି ଗୁରୁଙ୍କର ଭଜନ ନ କରିବ, ଭଗବାନଙ୍କର ନାମ ନ ନେବ, ତାହେଲେ କେବଳ ପାପ ହିଁ ସଞ୍ଚୟ କରିବାକୁ ହେବ। ଆଉ ଅମୃତ ପାନ ନ କରି ବିଷ ପାନ କେବଳ କରିବାକୁ ହେବ। ସଂସାରଟା ହେଉଛି ବିଷୟ, ମାନେ ବିଷମୟ, ବିଷପୂର୍ଣ୍ଣ, ବିଷକୁ ନେଇକରି ସଂସାର, ଯାହାକୁ ଆମେ ଅମୃତ ବୋଲି ଭାବି ଦିବାରାତ୍ରି ସ୍ୱପ୍ନରେ ମଧ୍ୟ ତାକୁ ଆହରଣ କରି ଚାଲିଛି, ସେ ବିଷପାନ କରି ଚାଲିଛି। ସେ ହଳାହଳ ବିଷରୁ କିଭଳି ଭାବରେ ଆମେ ମୁକ୍ତି ପାଇବା, ସେଥିପାଇଁ ପରିଚାଳକ ଭାଗ କୃପା କରି ଏଥିରେ ଉଲ୍ଲେଖ କରିଛନ୍ତି ଯେ ଅମୃତ ପାନ କର। ସେ ଅମୃତ କୋଉଠି ଅଛି? ଗୁରୁଙ୍କର ପାଦରେ ଝରୁଛି। ସୁଧା ନିର୍ଗତ ହେଉଛି ଗୁରୁଙ୍କର ପାଦପଦ୍ମ। ତେଣୁ ଗୁରୁଙ୍କର ପାଦପଦ୍ମରେ ଗୁରୁ ପାଦ ଚିତ ଥାଉ ରେ କୋଟି ଜନ୍ମର କର୍ମ ସଜାଉ। ତେଣୁ କୋଟି ଜନ୍ମର କର୍ମ ସଜାଉ ବିଷ ପାନ କରିଛ, ଏ କର୍ମଶ କେବଳ ଗୁରୁ ପାଦପଦ୍ମରେ ଧ୍ୟାନ କଲେ କଣ କଲେ ସମସ୍ତ ବିଷ ହରଣ ହେଇକରି ଅମୃତ ରାଜ୍ୟରେ ପହଞ୍ଚିବ। ତେଣୁ ସର୍ବଦା କେମିତି ଗୁରୁଙ୍କର ପାଦପଦ୍ମ, ଗୁରୁଙ୍କର ପାଦପଦ୍ମ କଲେ କଣ ନା ପାଦଟା ହେଉଛି ତ୍ରିଜଗତ, ସମସ୍ତ ଗୁରୁଙ୍କର ପାଦ। ତେଣୁ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ଗୁରୁଙ୍କର ପାଦଟି କେମିତି ବଳି କହିଲା, ବଳି ଭଗବାନ କହିଲା ତୁମର ପାଦ କାହିଁ? କଣ ଯୋଡ଼ାଏ ପାଦ ତମର, ଏଇ ଟିକିଟି ପାଦ, କୁଡ଼ିକିଟି ପାଦ, ଏତିକି କଣ ଆମର ଅର୍ଥ ହୁଏ? ତମର ରୂପ ହେଉଛି ବାମନ, ଦିନକୁ ସେମିତି ନିକୃଷ୍ଟ ବାମନ। ମୁଁ ବଳି ରାଜା, ଯାହା କହିଲେ ତ୍ରିଭୁବନ ସବୁ ଦେଇପାରିବି, ତେବେ କଣ ସବୁ ତିନି ପାଦ ଭୂମି? ହେଲା ହେଲା ଦେ ଦିଅ, ଯା ଦେ ଜାଣ ଗୁରୁ ମନା କଲେ ଦେ ଭଗବାନ, ଭଗବାନ ଆସନ୍ତି। ଆରେ ମୁଁ ସମସ୍ତଙ୍କୁ ଜାଣା ହେଉଛି ଭଗବାନଙ୍କୁ ଦେବିନି, ମୁଁ ସମସ୍ତଙ୍କୁ ମିଟିଂକୁ ଦେବି, ଭଗବାନ ଆସିଲେ ମୋ ଦ୍ୱାରକୁ ତାକୁ ବିଦା କରିକି ଦେବି। ଗୁରୁକୁ ଗୋଟେ ଦେହ ସେ ଛଳେଇଲେ, ସେ ଛଳ ନାମ ଛଳ ନାମ ତ ଗୁରୁକୁ ଶୁଣିଲା, ଗୁରୁ ଭଗବାନ ଯୋଗ ପାତାଳକୁ ସେ ଭଗବାନ ଦୁଇ ପାଦରେ ସବୁ ନେଇଗଲେ। ଗୋଟିଏ ପାଦରେ ମୁଁ ସବୁ ବଢ଼େଇଲେ ଯାଏ, ମୁଁ ଅବଶ୍ୟ ସବୁ ନେଇଗଲେ। ଶୁଣେ ଆଉ ଗୋଟେ ପାଦ ବଢ଼େଇଲାରୁ କହିଲା ଇଏ ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣଣି ସୂର୍ଯ୍ୟ ପଟେ ପିଣ୍ଡ ଗୋଟେ ବ୍ରହ୍ମାଣ୍ଡ, ସେଠୁ କଣ କଲେ କାଟିଯିବ। ସେ କେମିତି ତାଙ୍କର ଗୋଟାଏ ପାଦରେ ଗଲା ଭୂଲୋକ, ଆଉ ଗୋଟେ ପାଦରେ ଗଲା ଭୂବସ୍ତ୍ର ଗଲା, ବାକି ଆଉ ସବୁ ଆଉ କାହିଁକି ତୋର ଜାଗା ଲାଗି ପଡୁଛି, ତମ ଜାଗା ଅଛି ନା କଣ? ତିନି ପାଦ ତାପରେ ଆଉ ଗୋଡ଼ ପାଇଁ ବାହାର ସେ ଗଲା ମୋ ମୁଣ୍ଡ ରଖନ୍ତୁ ଯୋଉଟା ବାହାର ଚାପିଲେ ତଳକୁ ଅହଙ୍କାର ଦୃଷ୍ଟିରୁ ଗୁରୁଙ୍କୁ ଅବମାନ ଦୃଷ୍ଟିରୁ ଏତେ ପୁଣ୍ୟ କରିବି, ଏତେ ଧର୍ମ କରିବି, ତେଣୁ ଗୁରୁଙ୍କର କଥା ଯିଏ ଅମାନ୍ୟ କରିବ ତାର ସ୍ତ୍ରୀ ଜଗତରେ କେହି ରଖେନି। ଭଗବାନ ପାଖରେ ଅପରାଧ କଲେ ଭଗବାନ ଗୁରୁ ରକ୍ଷା କରିବେ, ଗୁରୁଙ୍କ ପାଖରେ ଅପରାଧ କଲେ ଭଗବାନଙ୍କର ଶକ୍ତି ନାହିଁ କାହାକୁ। ତେଣୁ ସଂସାର ଭିତରେ ରହିବି, ସଂସାର ଅରଣ୍ୟ ଭିତରେ ଆମେ ଗତି କରି ପ୍ରତି ମୁହୂର୍ତ୍ତରେ ବିଷପାନ କରି କରି ଯାଉଛି, ଆମେ ଯିବାକୁ ପଡ଼ୁଛି। ତେଣୁ ସେଠୁ କହନ୍ତି ପରିଚାଳକ ମଧ୍ୟ କୃପା କରି କହୁଛନ୍ତି କଣ, ତୁମେ ଏଇ ଅମୃତ ପାନ ଗୁରୁ ନାମ ସ୍ମରଣ କର, ଗୁରୁ ଭଜନ ଗୃହସ୍ଥମାନଙ୍କର। ଯେଉଁମାନେ ଶ୍ରୀଗୁରୁଦେବଙ୍କୁ ମନୁଷ୍ୟ ଦାନ କରନ୍ତି, ତମେ ଏ ତ ମଣିଷ ଧରି ଆସନ୍ତି ଠାକୁର, ଆମେ ତ ମଣିଷ ଶୀତ ମଣିଷ। ଆରେ ଭଗବାନ ଯଦି ନିରାକାର, ଭଗବାନ ନିରାକାର ତାକୁ ଦେଖିପାରିବ? ସେ ସାକାର ରୂପ ନେଲେ ତାକୁ ଦେଖିବ। ସାକାର ରୂପ ନେଲେ କେମିତି, କୋଉ ରୂପ ନେବେ? ବାଘ ରୂପ ନେବେ, ଏଟା ପଶୁ। ଶ୍ରେଷ୍ଠ ବିଶ୍ୱର ଶ୍ରେଷ୍ଠ ସୃଷ୍ଟି ଭଗବାନ କହୁଛି ମଣିଷ। ତେଣୁ ଯୋଉ ଗୋଟାକ ଶ୍ରେଷ୍ଠ ସୃଷ୍ଟି ଭଗବାନ ଆସ ସେଇ, କାରଣ ଭଗବାନଙ୍କର ରୂପ
हूँ मनुष्याकार तेणु भगवान सृष्टि शेष मनुष्य को तैयारी कले अनंत कोटि जीव जगत सृष्टि कर शेष को गोटे पाइले कौ शरीर ना मनुष्य को तैयारी कले कहीं से शरीर हूँ निजर नित्य जगत भगवान मनुष्याकार अच्छा तेणु ये मनुष्य शरीर हूँ सबको श्रेष्ठ शरीर ये मनुष्य शरीर को नहीं गुरु अवतरण कर देहटा को रेक्टिफाई कर मॉडिफाई कर साधन कर साधन सिद्ध श्री गुरुदेव को बोलाना जो माने मंत्र को कहते अक्षर शब्द एटा शब्दटा शब्द को जब शक्ति बाहर किंतु से हूँ मंत्र हूँ प्रतिपाद्य देवता बीज किंतु बीज भितर वृक्ष अंतर्निहित अच्छी वृक्षर अव्यक्त अवस्था हूँ बीज बीज को काटिले वृक्ष बाहर तो मंत्र को काटिले भगवान बाहर कौन शब्द अरे से शब्द को मंथन कले वृक्ष जमी बीज को रोपण कले वाक्य हो जाए सेमती मंत्र को रोपण कले हृदय गुरुवाक्य हो जाए से भगवान सृष्टि बीजर स्वरूप विकसित स्वरूप बीज स्वरूपर बीज मंत्र जप कले रोपण कले हृदय स्नान सहित तार देहु बीजर स्वरूप वृक्ष उपलब्धि हम तेणु जो मैंने देवदेवी को कहते पत्थर फट फटटा पत्थरटा ये कौन देवता अरे सही शिला का पत्थर तार भीतर अच्छा देवता आब्रह्म स्तंभ पर्यंत परमात्मा स्वरूप परमात्मा प्रति अणु परमाणु शिला पत्थर काठ पत्थर सबुठी पूरी अच्छे केवल से आत्म प्रकाश करेंगे आम गभीर विश्वास फल आने जो प्रणाम कर सुंदर लगे चंदन लगे उपासना दीप देलु से आविष्ट अर्थात घनीभूत हेले से निराकार भगवान घनीभूत हेले घनीभूत है शक्ति प्रदर्शन तेणु विश्वास मिलती हरि तर्क बहु दूर विश्वास करेंगे से विग्रह से फट से शिला से काठ से पत्थर जगन्नाथ कौन दारुण तो दारू ब्रह्म तो एमती ठाकुर से स्वयं गुरु ब्रह्म ठाकुर गुरु ब्रह्म से भाव गराकार आसी आमको आम पाखे अच्छा श्री गुरुदेव धर्म प्रदर्शक से आमको धर्म कौन अधर्म कौन ज्ञान कौन अज्ञान कौन पाप कौन पुण्य कौन ये कथा चेत श्री गुरुदेव धर्म प्रदर्शक तो पिता श्री गुरुदेव को अधिक पूजा करना पिता केवल आमको भौतिक विद्या दबार साहय करते अर्थ रोजगार विद्या दिखती पिता माता किंतु आध्यात्मिक विद्या दे पारती नहीं तेणु आध्यात्मिक विद्या दिखती द्वितीय जन्म हुए से आम परम पिता श्रेष्ठ पिता श्री गुरुदेव को पिता माता देवता और आश्रय ज्ञान में अर्चना करने विधेय कारण शिव रुष्ट हेले श्रीगुरु रक्षा कर ब्रह्मा विष्णु महेश्वर ये जदि तुम क्रोध प्रकाश करती गुरु रक्षा कर गुरुदेव रुष्ट हेले आई प्राणी कर बाह्य मन देह और कर्म द्वारा श्री गुरुदेव हित साधन करने विधेय पिता यही शरीर दान कले ज्ञान व्यतीत शरीर धारण निरर्थक पिता केवल शरीर टाक देले सृष्टि कले पिता अवसर और संतान सृष्टि किंतु तार भीतर जो ज्ञान कहले को आध्यात्मिक ज्ञान गुरु देवे जे दियंती आध्यात्मिक ज्ञान जेकोसी ज्ञान दियंती स्कूल कॉलेज गले से ताऊ गुरु शिक्षक गुरु कहूँ आचार्य गुरु शिक्षा शिक्षक तो भौतिक विद्या श्रेष्ठ विद्या हूँ आध्यात्मिक विद्या ताकू जी देवे सी आम सद्गुरु सद्गुरु देवे आध्यात्मिक विद्या भौतिक विद्या देवे आम सब कॉलेज मानक लेक्चर टीचर शिक्षा दान करें से सब अर्थ रोजगार कर शिक्षा देवे मरीगला शिक्षा लगे किंतु गुरु जो दान देवे सद्गुरु जो विद्या देवे से इहकाल पर
परकाल ହେଇଯିବ परम अर्थ श्रेष्ठ। तेणु आम श्रेष्ठ अर्थ बा परम अर्थ नित्य अर्थ पाइबा कौठू ना गुरु ठार ज्ञान लाभ कर। यही ज्ञान फल आम ये भौतिक अर्थ को कार्य विनियोग कले जगतर मंगल निमित्त यदि खटेबा आमर जहाँ अर्थ अच्छी भगवान को देउछंती ताको जगत मंगल निमित्त जगत हित ପାଇଁ खटेबा ताले सेटा आइलो परमार्थ बा नित्य संपद आम पाखरे रहिला चिरकाल। आमे सेही नित्य संपद धर्म धन संचय करिया ये जगत को आसी। ये जगत रा किछि नै कि केवल धर्म धन लगा ये भौतिक धन खातिर जीवन कोटी कोटी टंका खातिर सब माटे मिसिबो कोटी टंका नहीं पारे सेटा तेरे नहीं पारे व्यवस्था अछि से कोटी कोटी प्रति गोटे देई जीवो से पुनी तारा परकाल को जीवो। तो परकाल को लगार उपाय अछि हमर से ज्ञान रो अभाव को हम नहीं करू। जो माने चालाक चतुर अछंती जो प्रकृति भिके दबार से माने कोन करंती सब समर्पण कर देउ। समर्पण करले फले कोन है तंत्र यह काल परकाल सब उज्जवलमय हो जाए सब अर्थमय हो जाए आ विअर्थ कुछ न था। से माने चालाक ज्ञानी चालाक माने ज्ञानी आ जो माने कोन केले सरी जीवो मु देई पारि नै मोर संसार बुडी जीवो मोर अज्ञान। तेणु यही गुरु बाबा आसिले गुरु यही ज्ञान दियंते विद्या दियंते जहाँ वाक्य को शब्दमय ब्रह्म विनर्गत हो निज को निराकार दरकार उन्नवर परित्राण करे जहाँ वाक्य द्वारा आम संसार अरण्यर संसार सागर भव सागर मुक्त हो अधिकतर गुरुटे ना। गुरु कहले ओजनिया जिनिस सबुठ भारी है से गुरु वाक्यटा से गुरु ज्ञान वाक्य ग्रहण करूँ कथा चलिए आम ये भवात्मगर भव सागर मुक्त होकर भगवत राज्य पहुँच पार। श्री गुरुदेवंकर प्रति अविचलित विश्वास रखी साधन भजन करने को हेब। साधन भजन कहले गुरुंकर वाक्य को प्रतिपादन करना निर्देश चलवाटा है साधन भजन। पुनश्च श्री गुरुदेव ही साक्षात भगवान गुरु ब्रह्मा गुरु विष्णु गुरुदेव गुरु महेश्वर गुरु साक्षात परम ब्रह्म तस्मै श्री गुरुवे नमः या भगवान कहते या भाग कहते गुरु देवदेव पार्वती कहते गुरु होती ब्रह्मा से होता आम इष्ट आम चिंता करूँ से गुरु को चिंता कर सृष्टि करूँ गुरु को चिंता कर सृष्टि रक्षा करूँ गुरु को चिंता कर सृष्टि संहार करूँ। तो गुरु ही आदि एवं गुण सृष्टि आदि सत्य होती गुरु गुरु संसार सृष्टि अनंत कोटि ब्रह्मांड 33 कोटि देवता सब से गुरु पाद सृष्टि। ब्रह्मा रुद्र विष्णु परमेश्वर पार्वती इंद्र प्रमुख सुरवृंद जक्षादि सिद्धगण गंगा आदि नदी समूह गंधर्वगण सर्पजाति स्थावर जंगम पर्वत समूह सर्वभूतगण और अन्य समस्त सर्वदा श्री गुरुदेवंकर कलकरे विराजित गुरुंकर पादरे समस्त विराजित। गुरुंकर गोटे पादरे अनंत कोटि ब्रह्मांड विश्व ब्रह्मांड कृपाद महापुरुष श्री गुरुदेवंकर संतुष्टि समस्त संतोष लाभ करता एकमात्र गुरु जब संतुष्ट हेले समग्र देव देवता जिते अच्छा संतुष्ट करने हजार पूर्ण चंद्र देवाक पड़े 33 कोटि देव देवता शिव ब्रह्मा विष्णु जगन्नाथ काली कृष्ण को रखी लक्ष्मी सरस्वती रखी सब फूल देवाक पड़े केवल गुरुंकर पादरे देले 33 कोटि देवता समस्त पाइबे। जमती वृक्षर शह शह लक्ष लक्ष हजार हजार पत्र अच्छी सब पत्र जल संचार कर जल पाइबे मूल जल ढाईदे सब पत्र पाइबे। गोटे सूत्र गुरु ठार समस्त सृष्टि गुरु को पादरे ढाइले 33 कोटि देवता पाइबे। श्री गुरुदेव अपेक्षा श्रेष्ठ शास्त्र नहीं श्री गुरुदेव अपेक्षा श्रेष्ठ तपस्या नहीं श्री गुरुदेव अपेक्षा श्रेष्ठ मंत्र नहीं अर्थात जिते मंत्र अच्छी सब इष्ट मंत्र गुरु मंत्र हूँ मंत्र राज एवं सम्राट होती जय गुरु सिद्ध मंत्र हूँ सम्राट मंत्र साम्राज्य मंत्र साम्राज्य
ତା ମନ୍ତ୍ର ରାଜ ଶ୍ରେଷ୍ଠ ମନ୍ତ୍ର ହେଉଛି ଜୟ କୃଷ୍ଣ ମନ୍ତ୍ର, ଯାହା ଠାକୁର ନିର୍ବିକଳ ବୁଦ୍ଧିରେ ମନ୍ତ୍ର ଦଶଟା ହେଇକି ତାକୁ ଆମକୁ ପ୍ରଦାନ କରିଛନ୍ତି। ଶ୍ରୀଗୁରୁଦେବଙ୍କ ଠାରୁ ଅଧିକ ଫଳ କିଛି ନାହିଁ। ଶ୍ରୀଗୁରୁଦେବଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଦେବତା କେହି ନାହାନ୍ତି। ଶ୍ରୀଗୁରୁଦେବଙ୍କ ଅପେକ୍ଷା ମୁକ୍ତି ନାହିଁ। ଶ୍ରୀଗୁରୁଦେବଙ୍କ ଅପେକ୍ଷା ଶ୍ରେଷ୍ଠ ଶିବ ନାହାନ୍ତି। ନିଖିଳ ଶାସ୍ତ୍ର, ମନ୍ତ୍ର, ଜପ, ତପ, ମୋକ୍ଷ, ସ୍ୱର୍ଗପ୍ରାପ୍ତି, ଶିବ, ଦୁର୍ଗା ଏ ସମସ୍ତଙ୍କ ଠାରୁ ଶ୍ରୀଗୁରୁଦେବ ଅଛନ୍ତି ଶ୍ରେଷ୍ଠ। ତେଣୁ ପୃଥିବୀରେ ଦୁର୍ଭାଗ୍ୟ ଅଛି। ଗୁରୁ କ'ଣ ରୁହନ୍ତି? ସର୍ବ ଅଛି। गुरुरित्यक्षरद्वयं जिह्वाग्रे यस्य वर्तते तस्य किं विद्यते मोह पार्वतस्य किं वृथात्। गुरुतंत्र गुरु ए अक्षर दुईटी जहाँकर जिह्वाग्रे विद्यमान तांकर मोह रहिब मात्र समस्त माया तांक बुद्धिर अपचरित। ये गुरु नाम उच्चारण मात्र ये जो माया को घटित करुच्ची से माया दूर को चली जीव माया और पाखे वेद पाठे प्रयोजन वेद वेदांत पाठे किसी आवश्यक ना यदि गुरु केवल ये दुटी नाम मात्र अक्षर मात्र अंतर जप चली अनंत कोटि शास्त्र समस्त फल केवल प्राप्त हो पार। से आदि गुरु ही मनुष्य रूप में प्रकाशित से आदि गुरु सृष्टि जे आदि विकास महतत्व जो गुरु अच्छे सुदसत्व महतत्व गुरु आदि विकास सृष्टि से गुरु से गुरु सृष्टि से गुरु आसुच्च मूल गुरु निर्विकल्प समाज में ठाकुर देहरे आसरी नाम कीर्तन तांकरी रूपर ध्यान तांकरी पूजा तांकरी सेवा और परिचर्या करने उपासना करने हम अनंत रूप सर्वत्र तांकर प्रकाश असीम हेले मध्य से साक्षात भगवान से असीम पुणी ससीम से निराकार पुणी साकार विश्वास मिलती हरि तत्व बहुत दूर विश्वास कले भगवान आविर्भूत दर्शन दान करेंगे किंतु तर्क कले कहाँ भगवान कौटी से निराकार अदृश्य तो से सर्वत्र विद्यमान तांकर कथा जोटी आलोचना हुए तांकर गुण जोटी गान करा जाए तांकर लीला जोटी प्रसंग आलोचित हुए से किसी साकार होती संग ही ठाकुरंकर स्थूल स्वरूप संग होती तांकर चित शक्ति तांकर ज्ञान लीला गुण सब संघरे आलोचना करा जाए तेणु संघरे से स्थूल रूप में आविर्भाव साकार होती ग्रहण कर से निराकार हेले मध्य घनीभूत होइकरी भक्ति रूप में इमान करे घनीभूत होइकरी साकार रूप ग्रहण कर तो संग ही तांकर स्थूल स्वरूप तांकरी नाम कीर्तन तांकरी रूप ध्यान तांकरी पूजा तांकरी सेवा परिचर्या करबा को अनंत रूप में सर्वत्र तांकर प्रकाश अनंत रूप में सब रूप से लेकरी विश्व ब्रह्मांड में प्रकाश करछन असीम हेले मंद से साक्षात भगवान यही परि ज्ञान ध्यान परायण गुरुगत प्राण भक्त मान निकट में भगवान अपना मन को आवाज करता यही भाव से समस्त पाखे भगवान एवं गुरु से एक से गुरु जमी समस्त हितकारी साहाय्यकारी दृष्टि शक्ति नजर थाए भगवान थाए समस्त तो समस्त ब्रह्मांड भितर आम नजर पड़ न पाए गुरु दृष्टि दृश्य दृष्टि पाखु आम सहजरे किसी लाभ कर तेणु गुरु भक्ति गुरु भजन हूँ गृहस्थ मान श्रेष्ठ जय।
ଥାଉରେ କୋଟି ଜନ୍ମର କର୍ମ ସକାଳୁ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସକାଳୁ ଗୁରୁପାଦ ପରିଚିତ କୋଟି ଜନ୍ମର କର୍ମ ସକାଳୁ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସକାଳୁ ଏ ଭବସାଗରେ ଅଥଳ ଜଳ ଏ ଭବସାଗରେ ଅଥଳ ଜଳ ଗୁରୁପାଦ ପଦ୍ମେ ବିରହିତ ଗୁରୁପାଦ ପଦ୍ମେ ବିରହିତ କାମକ୍ରୋଧ ଆଦି ତ୍ରିଭୁତ ବଳରୁ କାମକ୍ରୋଧ ଆଦି ତ୍ରିଭୁତ ବଳରୁ ଜାଗରେ ରକ୍ଷା ପାଉ ଜାଗରେ ରକ୍ଷା ପାଉ କୋଟି ଜନ୍ମର କର୍ମ ସଜାଉ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ ଦୈତ୍ୟ ଭାବ ଦୂର ହୁଅଇ ତୋର ଦୈତ୍ୟ ଭାବ ଦୂର ହୁଅଇ ତୋର ଏକ ପୂର୍ଣ୍ଣ ବ୍ରହ୍ମ ହୁଏ ଗୋଚର ଏକ ପୂର୍ଣ୍ଣ ବ୍ରହ୍ମ ହୁଏ ଗୋଚର ଯୋଗ ପଥେ ପଥେ ଦେଖାଇ ଦିଅନ୍ତି ଯୋଗ ପଥେ ପଥେ ଦେଖାଇ ଦିଅନ୍ତି ଆତ୍ମଜ୍ୟୋତି ଦାରୁ ଦାରୁ ଆତ୍ମଜ୍ୟୋତି ଦାରୁ ଦାରୁ କୋଟି ଜନ୍ମର କର୍ମ ସଜାଉ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ ଗଙ୍ଗା ଗୟା କାଶୀ ପ୍ରୟାଗ ପୁରୀ 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 ବୃଥା କେତେ ତୀର୍ଥ ଆସିଲୁ ଗୁରୁରି 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 ଗୁରୁପଦ ଭୁଲି ବହି କଥା ଧୁଲି ଗୁରୁପଦ ଭୁଲି ବହି କଥା ଧୁଲି ବୃଥା କେତେ କଷ୍ଟ ପାଉ ବୃଥା କେତେ କଷ୍ଟ ପାଉ କୋଟି ଜନ୍ମର କର୍ମ ସଜାଉ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ ଗୁରୁପାଦ ପରିଚିତ ଥାଉରେ କୋଟି ଜନ୍ମର କର୍ମ ସଜାଉ পড়ি গীতা বেদ পুরাণ নীতি 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 পড়তে দিন তোর যাউছি নীতি পড়তে দিন তোর যাউছি নীতি পড়তে